এই ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁରର ତେନ୍ତୁଳିଖୁଣ୍ଟି ବ୍ଲକର କେତେ ଗାଁ ଏବଂ ନବରଙ୍ଗପୁର ବ୍ଲକର ମଧ୍ୟ ଯେଉଁ ଇନ୍ଦ୍ରାବତୀ ଟୁରୀ ନଦୀ ସାଇଡ୍ରେ ଯେଉଁ ଗାଁ ଅଛି ଆପଣ ଏବେ ତ ଅଛୁ ଆମେ ଦେଉଳାର ଅନେକ ଘରେ ପାଣି ପଶିଲାଣି। ତାର ସହିତ ଏବେ ଯାଇଥିଲୁ ଆମେ ଭତ୍ରାସିଉନିରୁ ପାଖାପାଖି ଗୋଟେ 150 ଘର ପାଣି ପଶିଲାଣି। ତାଙ୍କୁ ସିଫ୍ଟ କରି ସ୍କୁଲକୁ ନିଆ ହେଉଛି। ଆଉ ତାର ସହିତ ଶିର୍ଷି ଗାଁଟା ପୁରା ଚାରିକୋଟେ ପାଣି ହେଇଗଲାଣି। ସେମାନଙ୍କୁ ନେବା ବନ୍ଦୋବସ୍ତ କରାହେଉଛି। ପାପଡ଼ାହାଣ୍ଡି ମୋକିଆରେ ଯେଉଁ ଆମର ବାସ୍ତା ଆଶ୍ରୟସ୍ଥଳ ଅଛି ସେଠି ଅଲରେଡି ନେଇକି ସେଠି ରଖା ହେଇଗଲାଣି। ଆଉ ଏବେ ତାର ତଳମୁଣ୍ଡରେ ମଧ୍ୟ ବଡ଼ମସିଙ୍ଗା ପଞ୍ଚାୟତର ଡେବ୍ରାଗୁଡ଼ା ଆମ୍ବାଦୋଳା ଏଇ ପାଖ ସମସ୍ତଙ୍କୁ ମଧ୍ୟ ନେବା ବ୍ୟବସ୍ଥା ହେଉଛି। ଆଉ ସମସ୍ତ କିଏ ମଧ୍ୟ ଭୟଭୀତ ହୁଅନ୍ତୁ ନାହିଁ। ଆମର ସମସ୍ତ କର୍ମଚାରୀ ସରକାରୀ କର୍ମଚାରୀ ଏବଂ ଆମର କାର୍ଯ୍ୟକର୍ତ୍ତା ମାନେ ମଧ୍ୟ ସବୁ ଗାଁକୁ ପହଞ୍ଚୁଛନ୍ତି, ଲୋକଙ୍କ ପାଇଁ ଯାଉଛନ୍ତି। ଖାଇବା ପିଇବା ମଧ୍ୟ କିଛି ଅସୁବିଧା ହେବ ନାହିଁ। ସମସ୍ତଙ୍କୁ ନିବେଦନ କିଏ ଭୟଭୀତ ହେବ ନାହିଁ। ଆଉ ଯାର ଘରେ ପାଣି ପଶୁଛି ସେମାନଙ୍କୁ ଅନୁରୋଧ ଯେ ସେମାନେ ସ୍ଥାନୀୟ ଯେଉଁ ପାଖରେ ଉଚ୍ଚା ଜାଗାରେ ଥିବ ପଞ୍ଚାୟତ ଅଫିସ ହଉ ସ୍କୁଲ ହଉ ସେଠି ସେମାନେ ରୁହନ୍ତୁ।